କେତେ ଯେ ଖୁସି ଲାଗେ ସାଙ୍ଗମାନେ ସେଇଟା କେବେ କହିହେବନି। ଯେତେବେଳେ ଗୋଟେ ଛୁଆ ସ୍କୁଲରେ ଥିବ ତ ବାପା ମାଆ ଆସିକି ଆମକୁ ନେବା ପାଇଁ ଆସନ୍ତି ତ ଏତେ ଖୁସି ଲାଗେ ଯେ ସେଇଟା କେବେ ବର୍ଣ୍ଣନା କରି ହିଁ ହେବନି। ସକାଳୁ ସକାଳୁ ଏଠି ଟିକେ ବସି ପଡ଼ିଥିଲି। ସକାଳେ ମୋତେ ଟିକେ ଦେହ ଭଲ ଲାଗୁନଥିଲାନି ତ ଏଇଠି ମୋତେ ଇଚ୍ଛା ଲାଗେ ବୋଇତାଳୁ ଶାଗ ଖାଇବା ପାଇଁ। ତ ଏଇଠି ମୁଁ କିଛି ଶାଗ ତୋଳି ନେଇଥିଲି। ତ ମୋର ମାଇଁ ସେମାନେ ଅଙ୍ଗନବାଡ଼ି ଯାଇଥିଲେ ରୋଷେଇ କରିବା ନାଗି। ତ ଏଇଠି ଆମେ ଲାଗି ପଡ଼ିଥିଲୁ ଦୁଇ ଭଉଣୀ ରୋଷେଇ କରିବା ନାଗି। ତାପରେ ଏଠି ବୁଢ଼ୀ ମାଆକୁ ଟିକେ ଦେଇଥିଲି ଖାଇବା ନାଗି। ତାପରେ ଏଠି ଭଉଣୀ ଦେଇଥିଲେ ମୋତେ ଅରୁଆ ଚାଉଳ ପୂଜା କରିବା ଅରୁଆ ଚାଉଳ ତ ତାକୁ ଖାଇନେଲି। ତାପରେ ଟିକେ ପାଣି ପିଇ ନେଲି। ତାପରେ ମୁଁ ଟିକେ ଏଠି ବାଡ଼ିକୁ ଯାଇଥିଲି ଲଙ୍କା ତୋଳିବା ନାଗି। ତାପରେ ଏଠି ଖାଇ ନେଇଥିଲି ଗରମ ଭାତ ସହିତ ଆଳୁ ଝୋଳ। ତାପରେ ଏଠି ଶାଗ ଟିକେ ଖାଇ ନେଇଥିଲି। ତ ଖାଇସାରିଲା ପରେ ମୋର ଏଠି ଟିକେ ଶୋଇଯାଇଥିଲି। ତାପରେ 3ଟା ବେଳେ ମୁଁ ଉଠିକି ଟିକେ ବସି ପଡ଼ିଥିଲି ରାସ୍ତା ପାଖରେ। ତ ଏଠି ଛୁଆମାନଙ୍କୁ ଦେଖିଲା ବେଳକୁ ବଡ଼ ଖୁସି ଲାଗେ। ମୋ କଥା ବି ମନେ ପଡ଼ିଯାଏ ସେତେବେଳେ ମୁଁ ବି ସେମିତି ସ୍କୁଲରେ ଥାଏ। ସେମିତି ବାପା ମାଆ ଆସିକି ମୋତେ ନିଅନ୍ତି। ଏତେ ଯେ ଖୁସି ଲାଗେ ସେଟା କେବେ କହିହେବନି ସାଙ୍ଗମାନେ। ତ ମୁଁ ଏଠି ଟିକେ ବସିଥିଲି। ଏଇଟା ଆମ ସ୍କୁଲ ନି ଏଇ ସାଇଡ଼୍ରେ ଆମେ ରହୁନଥିଲୁ। ଆମେ ଯେତେବେଳେ ଥିଲୁ ସେତେବେଳେ ଏଇ ସ୍କୁଲ ଥିଲା ମାନେ ବନା ହେଇଥିଲା। ତ ଆମେ ସେତେବେଳେ ରହିନଥିଲୁ ନି ଆମେ ପୁରୁଣା ସାଇଟ୍ ସ୍କୁଲରେ ରହିଥିଲୁ। ହଷ୍ଟେଲରେ ରହିବା ପାଇଁ ବହୁତ ବୋରିଂ ଲାଗେ। ହେଲେ ସେ ହଷ୍ଟେଲ ଲାଇଫ୍ ସରିନେ ସେଇଟା ଆମକୁ ବହୁତ ଦୁଃଖ ଦେଇଥାଏ। କ'ଣ ସାଙ୍ଗମାନେ ସତ କହିଲେ ନା ନାହିଁ? କେତେ ଯେ ଖୁସି ଲାଗେ ସାଙ୍ଗମାନେ ସେଇଟା କେବେ କହିହେବନି। ଯେତେବେଳେ ଗୋଟେ ଛୁଆ ସ୍କୁଲରେ ଥିବ ତ ବାପା ମାଆ ଆସିକି ଆମକୁ ନେବା ପାଇଁ ଆସନ୍ତି ତ ଏତେ ଖୁସି ଲାଗେ ଯେ ସେଇଟା କେବେ ବର୍ଣ୍ଣନା କରି ହିଁ ହେବନି। ସକାଳୁ ଏଠି ଟିକେ ବସି ପଡ଼ିଥିଲି। ସକାଳେ ମୋତେ ଟିକେ ଦେହ ଭଲ ଲାଗୁନଥିଲାନି ତ ଏଇଠି ମୋତେ ଇଚ୍ଛା ଲାଗେ ବୋଇତାଳୁ ଶାଗ ଖାଇବା ପାଇଁ। ତ ଏଇଠି ମୁଁ କିଛି ଶାଗ ତୋଳି ନେଇଥିଲି। ତ ମୋର ମାଇଁ ସେମାନେ ଅଙ୍ଗନବାଡ଼ି ଯାଇଥିଲେ ରୋଷେଇ କରିବା ନାଗି। ତ ଏଇଠି ଆମେ ଲାଗି ପଡ଼ିଥିଲୁ ଦୁଇ ଭଉଣୀ ରୋଷେଇ କରିବା ନାଗି। ତାପରେ ଏଠି ବୁଢ଼ୀ ମାଆକୁ ଟିକେ ଦେଇଥିଲି ଖାଇବା ନାଗି। ତାପରେ ଏଠି ଭଉଣୀ ଦେଇଥିଲେ ମୋତେ ଅରୁଆ ଚାଉଳ ପୂଜା କରିବା ଅରୁଆ ଚାଉଳ ତ ତାକୁ ଖାଇନେଲି। ତାପରେ ଟିକେ ପାଣି ପିଇ ନେଲି। ତାପରେ ମୁଁ ଟିକେ ଏଠି ବାଡ଼ିକୁ ଯାଇଥିଲି ଲଙ୍କା ତୋଳିବା ନାଗି। ତାପରେ ଏଠି ଖାଇ ନେଇଥିଲି ଗରମ ଭାତ ସହିତ ଆଳୁ ଝୋଳ। ତାପରେ ଏଠି ଶାଗ ଟିକେ ଖାଇ ନେଇଥିଲି। ତ ଖାଇସାରିଲା ପରେ ମୋର ଏଠି ଟିକେ ଶୋଇଯାଇଥିଲି। ତାପରେ 3ଟା ବେଳେ ମୁଁ ଉଠିକି ଟିକେ ବସି ପଡ଼ିଥିଲି ରାସ୍ତା ପାଖରେ। ତ ଏଠି ଛୁଆମାନଙ୍କୁ ଦେଖିଲା ବେଳକୁ ବଡ଼ ଖୁସି ଲାଗେ। ମୋ କଥା ବି ମନେ ପଡ଼ିଯାଏ ସେତେବେଳେ ମୁଁ ବି ସେମିତି ସ୍କୁଲରେ ଥାଏ। ସେମିତି ବାପା ମାଆ ଆସିକି ମୋତେ ନିଅନ୍ତି। ଏତେ ଯେ ଖୁସି ଲାଗେ ସେଟା କେବେ କହିହେବନି ସାଙ୍ଗମାନେ। ତ ମୁଁ ଏଠି ଟିକେ ବସିଥିଲି। ଏଇଟା ଆମ ସ୍କୁଲ ନି ଏଇ ସାଇଡ଼୍ରେ ଆମେ ରହୁନଥିଲୁ ନି ଆମେ ଯେତେବେଳେ ଥିଲୁ ସେତେବେଳେ ଏଇ ସ୍କୁଲ ଥିଲା ମାନେ ବନା ହେଇଥିଲା। ତ ଆମେ ସେତେବେଳେ ରହିନଥିଲୁ ନି ଆମେ ପୁରୁଣା ସାଇଟ୍ ସ୍କୁଲରେ ରହିଥିଲୁ। ହଷ୍ଟେଲରେ ରହିବା ପାଇଁ ବହୁତ ବୋରିଂ ଲାଗେ। ହେଲେ ସେ ହଷ୍ଟେଲ ଲାଇଫ୍ ସରିନେ ସେଇଟା ଆମକୁ ବହୁତ ଦୁଃଖ ଦେଇଥାଏ। କ'ଣ ସାଙ୍ଗମାନେ ସତ କହିଲେ ନା ନାହିଁ?